ନା ଟିକେ କୁହନ୍ତୁ। ମୋ ନାଁ ତପନ ଜଗତସିଂହପୁର ଜିଲ୍ଲା ବାଲିଗୁଦାର ମାଛମା ଗ୍ରାମର ମାଛମା ଉଚିନ୍ଦା ପାଇକ ସାହିରୁ ଆସିଛି। ଆପଣଙ୍କ ସ୍ତ୍ରୀ ସିଏ ଯିଏ ଆସିଥିଲେ ଆଜ୍ଞା ଆଜ୍ଞା ଆଗୁଆ କାହିଁ ତାଙ୍କୁ ପଠେଇଲେ? ଅନୁଭୂତି ନାହିଁ ତାଙ୍କୁ ରଖିଦେବେ, ସେମିତି ପଠେଇବେନି ଆଜ୍ଞା ନା। ଆମ ସେଇ ସମୟରେ ଆପଣ ଆସିବେ, ଆଜ୍ଞା କେତେ ଭକ୍ତ ଅଛନ୍ତି, ତେଣୁ ସିଏ ତ କହିପାରିଲେନି, ଲାଭ କିଛି ହେଲାନି। ଆଜ୍ଞା ଆପଣଙ୍କ ଉପରେ ଆଶା ଅଛି, ତାଙ୍କର ଶୂନ୍ୟସ୍ଥାନଟା ଆପଣ ପୂରଣ କରିବେ। ଆପଣଙ୍କର ଅନୁଭୂତି କହିଲେ। ପ୍ରଥମେ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥାଇ ଭବତୁମେ ପ୍ରଭୁ। ପ୍ରଥମେ ନମିତା ଅଗ୍ରୱାଲ ମ୍ୟାମ୍, ସୀତାରାମ ଅଗ୍ରୱାଲ ସାର୍ଙ୍କୁ ଧନ୍ୟବାଦ ଜଣାଉଛି, ଯାହାକି ଆମେ ଘରେ ବସିକି ଠାକୁରଙ୍କର ଯାହା ନୀତିକାନ୍ତି ଯାହା ବି ହେଉଛି, ତେଣୁ ଆମେ ଦେଖିପାରୁନଥିଲୁ, ଜାଣିଥିଲୁ ଆମେ ଯେହେତୁ ବ୍ରାହ୍ମଣର ଛୁଆ ଆମେ ଜାଣିଛୁ, କିନ୍ତୁ ଆମେ ଦେଖିପାରୁନ ସାରା ଜଗତ ଦେଖୁଛି ଯେଉଁ ଜଗନ୍ନାଥଙ୍କର ମହାପ୍ରଭୁଙ୍କର ନୀତିକାନ୍ତି। ତେଣୁ ପ୍ରଥମେ ତାଙ୍କୁ ଧନ୍ୟବାଦ। ଦ୍ୱିତୀୟରେ ଅନୁଭୂତି ତ ବହୁତ କିଛି, ଯାହାକି ପ୍ରଥମେ କ'ଣ କି ଯେହେତୁ ଭଗବାନ ସେ ହିଁ ସବୁ କିଛି, ଆଉ ତାଙ୍କରି ସକାଶେ ଆମେ ବଞ୍ଚିଛୁ, ତାଙ୍କରି ସକାଶେ ଯାହା ବି ଦୁନିଆରେ ଚାଲିଛି ପ୍ରଭୁଙ୍କ ସକାଶେ ଚାଲିଛି। ଜଗା କାଳିଆ ସେତିକି ଯିବା, ଅନୁଭୂତିକି ଯିବା। ଏସବୁ ଗଲା ଆପଣଙ୍କର ଭାବନା, କିନ୍ତୁ ଏଥର ଅନୁଭୂତି। ଆଜ୍ଞା ମୋର ଅନୁଭୂତି ହେଉଛି, କାହିଁକିନା ଥରେ ବଡ଼ ଭାଇର ଦେହ ଭଲ ନଥିଲା, ଜଗତସିଂହପୁର ମେଡ଼ିକାଲ କଟକ ମେଡ଼ିକାଲ ଆସିଥିଲା। ତେଣୁ ମୁଁ ଭୁବନେଶ୍ୱରରେ ଥିଲି। ଭୁବନେଶ୍ୱରରେ ନନା ଯେତେବେଳେ ଆସିଛି, ମାନେ ସେ ଡକ୍ଟର କହିଲେ ତୁମେ ହେଉଛି ଟେଷ୍ଟ କରିବା ପାଇଁ। ତେଣୁ ପାଟିରେ ଗୋଟେ ପ୍ରୋବ୍ଲେମ୍ ହେଇଥିଲା, ଯାହାକି ଆଜିକାଲି ଯେଉଁ ଯୁଗ ଯାହା ହେଉଛି, ଖଣ୍ଡିଆ ଘା ହେଲେ ତାକୁ ଭରସା ନାହିଁ। ତେଣୁ ଏସବୁ ଜିନିଷ ଦେଖିଲା ପରେ ମୁଁ ପ୍ରଭୁଙ୍କୁ ଡାକିଲି। ମୁଁ ମାନେ ଅଧା ଖାଇଥିଲି, ଅଧା ଖାଇବାରୁ ଉଠିକି ଗଲି, ନନା ଫୋନ୍ କାହିଁ ଉଠାଉନି, ଫୋନ୍ କାଟି ଦେଉଛି, ଟେଷ୍ଟ କରିବାକୁ ଯାଇଥିଲା ବଡ଼ ମେଡ଼ିକାଲରେ। ତେଣୁ ଏସବୁ ଜିନିଷ ଦେଖିଲା ପରେ ମୁଁ ଟୋଟାଲ୍ ବ୍ୟସ୍ତ ବିବ୍ରତ ହେଇ କାନ୍ଦିକି ଗାଡ଼ି ଚଲେଇ ଗଲି। ତେଣୁ ଭଗବାନଙ୍କୁ ଡାକିଥାଏ, ପ୍ରଭୁ ଜଗା କାଳିଆ ମୋ ବଡ଼ ଭାଇର କିଛି ଅସୁବିଧା ନ ହେଉ, ଠାକୁରଙ୍କ କାହାର କିଛି ଅସୁବିଧା ନ ହେଉ, ସମସ୍ତେ ଭଲରେ ରୁହନ୍ତୁ, ଏଇସବୁ ଜିନିଷ। ତେଣୁ ଭଗବାନ ଡାକିଥିଲେ। ତାପରେ ନନା ଫୋନ୍ ଉଠେଇକି କହିଲା, ନାଇଁ ଟେଷ୍ଟ କଲି, ଟେଷ୍ଟ ରିପୋର୍ଟ ଭଲ ଆସିଛି। ସିଏ ଗୋଟେ ଅନୁଭୂତି। ତାପରେ ଦ୍ୱିତୀୟ ଅନୁଭୂତି, କାଲି ଆମେ ଠାକୁରଙ୍କ ପାଖକୁ ଆସିଥିଲୁ। ପ୍ରକୃତରେ ହଁ କହିବେ ନିଶ୍ଚିତ ଭାବରେ। ଅନୁଭୂତି ସରିଲା। ଜୟ ଜଗନ୍ନାଥ ଟିଭି ଦେଖନ୍ତି? ଜୟ ଜଗନ୍ନାଥ ଟିଭି ଦେଖେ। ମୁଁ ତ ଆଗରୁ, ବର୍ତ୍ତମାନ ମୋବାଇଲ ଆଡ଼ିକ୍ଟେଡ଼, ମୋବାଇଲ ସବୁବେଳେ ଦେଖେ, ମୋବାଇଲ ୟୁଟ୍ୟୁବରେ ବି ଆସେ। କିନ୍ତୁ ଘରକୁ ଆସିଲା ମାନେ ସବୁବେଳେ ଜୟ ଜଗନ୍ନାଥ ଟିଭି। ବାପା ଆମର ସକାଳ 4ଟା 5ଟାରୁ ଉଠିକି ଫୁଲ ତୋଳିବାକୁ ଯିବେ, ଟିଭି ଲଗେଇ ଦେଇ ଯିବେ। ଆମେ ବର୍ତ୍ତମାନ ପ୍ରଥମେ ଉଠିବି ମାନେ ମୁହଁ ଧୋଇ ନଥିବେ, ଠାକୁରଙ୍କ ଦର୍ଶନ। ରୁମ୍ରୁ ଉଠିଲା ମାନେ ରୁମ୍ ସାମ୍ନା ହେଉଛି ଆମର ଟିଭି ଲାଗିଛି। ତେଣୁ ଉଠିଲା ମାନେ ପ୍ରଥମେ ଠାକୁରଙ୍କୁ ଦେଖି ପ୍ରଣାମ କରେ। ତାପରେ ଡେଲି ଚାଲେ, କିନ୍ତୁ ସବୁଦିନ ସକାଳେ ଆମର ଟିଭି ଜୟ ଜଗନ୍ନାଥ ଟିଭି ଚାଲିଥିବ। ମ୍ୟାକ୍ସିମମ୍ ସମୟ ଜୟ ଜଗନ୍ନାଥ ଟିଭି ଚାଲୁଛି। ପ୍ରକୃତରେ ଆପଣ କ'ଣ ଅନୁଭବ କରୁଛନ୍ତି? ପ୍ରଭାବ ରହୁଛି ଦେଖିବା ଦ୍ୱାରା ମନର କିଛି ପରିବର୍ତ୍ତନ, ପରିବେଶର କିଛି ପରିବର୍ତ୍ତନ ହେଉଛି? ବହୁତ ପ୍ରଭାବ ରହୁଛି, କାହିଁକିନା ଏ ଯେଉଁ କଳିଯୁଗ ଶେଷ ସମୟ ଆସିଲାଣି, ସେ ହିଁ କାଳିଆ ଆମକୁ ହିଁ ବଞ୍ଚେଇ ପାରିବ। ତେଣୁ ମୁଁ ବି ଏଠି ବ୍ୟାରିକେଡ଼ରେ ଠିଆ ହେଇ ଦେଖୁଥିଲି, ଯେଉଁ ଠାକୁରଙ୍କର କୀର୍ତ୍ତନ, ଏ ମାହୋଲ, ଏ ଜାଗାରେ ଆସିକି ପହଞ୍ଚିଲା ପରେ ତା ମାହୋଲ, ମାନେ ମଣିଷ ସବୁକିଛି ଭୁଲିଯାଏ, ଯାହାକି ଦୁନିଆର ସବୁ ହିଁ ସେ ହିଁ ଗୋଟିଏ ଲୋକ, ସେ ହିଁ ଜଗା କାଳିଆ। ଶେଷରେ ଆପଣ ପହଞ୍ଚିଗଲେ, ଭଗବାନ ହେଉଛନ୍ତି ସବୁ। ହଉ, ଧନ୍ୟବାଦ ଦେବି। ଜୟ ଜଗନ୍ନାଥ।